নমস্কার সাଙ୍ଗମାନେ ଆଜି ଆମେ ଡିପ୍ ସି ବା ଗଭୀର ସମୁଦ୍ର ବିଷୟରେ ଜାଣିବା ଏବଂ ବିଭିନ୍ନ ଜିନିଷ ମଧ୍ୟରେ ଜାଣିବା। ଆମ୍ଭେମାନେ ସମୁଦ୍ରର 20% ଭିତରକୁ କେବଳ ଯାଇଅଛୁ। ଏହା ମହାସାଗରର କେବଳ 2% ଅଟେ। ଯେଉଁ ଦୁନିଆକୁ ଆମ୍ଭେମାନେ କେବେ ଦେଖି ନାହୁଁ ତାହା 200 ମିଟର ଗଭୀରତାରୁ ଆରମ୍ଭ ହୋଇଥାଏ। ଟ୍ୱିଲାଇଟ୍ ଜୋନ୍, ଯେଉଁଠାରେ ସୂର୍ଯ୍ୟର ଆଲୋକ ଅନ୍ଧକାରରେ ହଜିଯାଏ। ଏଠାରେ ଶାର୍କ ଛାୟା ପରି ଘୁମିଥାଏ ଏବଂ ଜେଲି ଫିସ୍ ଅନ୍ଧକାରରେ ଆଲୋକ ଚମକିଥାଏ। ଏହି ସ୍ଥାନ ସମୁଦ୍ରରୁ ଜୀବନ ଅଧିକ ଅଛି, ଯାହା ଆକାଶଗଙ୍ଗା ପରି ଲାଗିଥାଏ। 1000 ମିଟରରେ ଅଛି ମିଡଲାଇଟ୍ ଜୋନ୍, ଯେଉଁଠାରେ କେବେ ମଧ୍ୟ ଆଲୋକ ପହଞ୍ଚି ନଥାଏ। ଏଠାରେ ଦବାବ ଏତେ ଥାଏ ଯେ 50ଟି ଜୁମ୍ବୋ ଜେଟ୍ର ଓଜନ ପରି ଏତିକି ଛାତିରେ ଲାଗିଥାଏ। ତାପରେ ମଧ୍ୟ ଜୀବନ ଅଛି। ଜାଏଣ୍ଟ ସ୍କୁଇଡ୍, ଏଙ୍ଗେଲ ଫିସ୍, ଯାହାର ଆଖିରେ ଆଲୋକ ଉତ୍ପନ୍ନ କରିଥାଏ। 4000 ମିଟରରେ ଆରମ୍ଭ ହୋଇଥାଏ। ଦ ଏବିସ୍ ଅଛି, ଜମା ହୋଇଥିବା କବରସ୍ଥାନ ଅଛି। ଏଠାରେ ଟାଇଟାନିକ୍ର ଜାହାଜ 1912ରୁ ଶୋଇ ପଡ଼ିଛି। ଏହି ସ୍ଥାନ ଅଲଗା ଗ୍ରହର ପରି ଲାଗିଥାଏ। ଏବଂ 6000 ମିଟରରେ ଅଛି ହାଡାଲ୍ ଜୋନ୍, ଏହାର ଅର୍ଥ ପାତାଲ। ଏଠାରେ ଜ୍ୱାଳାମୁଖୀ ଇଭେଣ୍ଟରୁ ବାହାରୁଥିବା ଜ୍ୱାଳା ଖଣିଜ ମଧ୍ୟରେ ଜୀବନ ଅଛି। ଏମିତିକା ଜୀବନ କେବଳ ପହଞ୍ଚିବା ପାଇଁ ନୁହେଁ, ଅସମ୍ଭବକୁ ଜୀବିତ ପାଇଁ ବନାଇବା ଅଛି। ସବୁଠାରୁ ତଳେ ଅଛି ମାରିଆନା ଟ୍ରେଞ୍ଚ। 11000 ମିଟର ଏତେ ଗଭୀର ଅଛି ଯେ ମାଉଣ୍ଟ ଏଭରେଷ୍ଟକୁ ମଧ୍ୟ ବୁଡ଼ାଇଲେ ବିଲୁପ୍ତ ହୋଇଯିବ। 11000 ମିଟର ସେହି ଉଚ୍ଚତା ଯେଉଁଠାରେ ଏୟାରପ୍ଲେନ୍ ଉଡ଼ିଥାଏ। ସେହିଠାରେ ଆକାଶ ଗଙ୍ଗା ହୋଇଥାଏ ଏବଂ ଏଠାରେ ପାଣି ଅଛି। ଆମ୍ଭେ ମାର୍ସକୁ ଭଲ ଭାବରେ ଜାଣିଅଛୁ ଯେ ଆମର ମହାସାଗରରୁ ବି ସେଠାରେ ପ୍ରତ୍ୟେକ ସମୁଦ୍ର ଆମମାନଙ୍କୁ ଅନେକ ଜିନିଷ ଦେଖାଇଥାଏ।